ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଇସିଙ୍ଗା ଗ୍ରାମ ପଞ୍ଚାୟତର ଛେଳିଆ ମହାପାଠ ପୀଠଠାରେ ମକର ସଂକ୍ରାନ୍ତି ଯାତ୍ରା ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ଯାତ୍ରା ଉତ୍ସବରେ ଦଣ୍ଡଧର ନାୟକ ସଭାପତିତ୍ୱ କରିଥିଲା ବେଳେ ତ୍ରିଲୋଚନ ସାହୁ ଉତ୍ସବର ସମସ୍ତ ଦାୟିତ୍ୱ ତୁଲାଇଥିଲେ। ଛେଳିଆ ମହାପାଠ ପୀଠ ବହୁ ପୁରାତନ କାଳରୁ ଅଞ୍ଚଳବାସୀଙ୍କ ଜ୍ଞାତସାରରେ ଥିଲେ ମଧ୍ୟ ଏହା ଅବହେଳିତ ଓ ନିଷ୍କ୍ରିୟ ଅବସ୍ଥାରେ ପଡ଼ି ରହିଥିଲା। ଏହି ପୀଠ ବାଇସିଙ୍ଗା ଗ୍ରାମ ଓ ପଲ୍ଲୀସାନ୍ତ୍ରାପୁର ଗ୍ରାମର ମଧ୍ୟଭାଗରେ ହୋଇଥିବାରୁ ଉଭୟ ଗ୍ରାମର ମିଳିତ ଉଦ୍ୟମରେ ଯାତ୍ରା ଉତ୍ସବ କାର୍ଯ୍ୟ ସମାପନ ହୋଇପାରିଛି। ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତି ବେଳେ ଆଜକୁ ନବବର୍ଷ ହେବ ଗ୍ରାମର ଯୁବଗୋଷ୍ଠୀ ଏକତ୍ରିତ ହୋଇ ମକର ଯାତ୍ରା କରିଥାନ୍ତି। ଏହି ଯାତ୍ରାକୁ ଅନେକ ବଜାର, ମନୋହରୀ ଜଳଖିଆ ଦୋକାନ, ବେଲୁନ ବଜାର, ରଙ୍ଗ ବେରଙ୍ଗର ସାଜସଜା ଯାତ୍ରା ପରିବେଶକୁ ଆକର୍ଷଣ କରିପାରିଛି। ଏହାର ମୁଖ୍ୟ ଆକର୍ଷଣ ସାଂସ୍କୃତିକ କାର୍ଯ୍ୟକ୍ରମର ବାଦୀ ଓଡ଼ିଶୀ ସଂକୀର୍ତ୍ତନ ମଣ୍ଡଳୀ, ଗାୟିକା ରଶ୍ମିତା ସାହୁ ବାଲିପୁଟ ଓ ଗାୟିକା ରୀନା ଦାସ ଘଣ୍ଟପଡ଼ାଙ୍କ ସଂକୀର୍ତ୍ତନ ପରିବେଷଣ ଭକ୍ତମାନଙ୍କ ମନକୁ ବେଶ୍ ଆକର୍ଷିତ କରିପାରିଛି। ଛେଳିଆ ମହାପାଠ ପୀଠରେ ବାଇସିଙ୍ଗା ଗ୍ରାମର ଦେହୁରୀ ପୂଜା କାର୍ଯ୍ୟ ସମାପନ କରିଥିଲା ବେଳେ ବିଭୂତି ବିଶ୍ୱାଳ, ପ୍ରଦେଶ ସାହୁ ଓ ଅକ୍ଷୟ ସାହୁ ସମସ୍ତ କାର୍ଯ୍ୟରେ ସୁଚାରୁ ରୂପେ ସାହାଯ୍ୟ କରିପାରିଥିଲେ। ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ ରହିଥିଲା। କାମାକ୍ଷାନଗରରୁ ତରଣୀ ସେନ ବାରିକଙ୍କ ରିପୋର୍ଟ, ଅଷ୍ଟଖିଳା ନ୍ୟୁଜ୍। ଆପଣ ପରିଚୟ? ମୋ ନାମ ବିଭୂତି ବିଶ୍ୱାଳ, ମୋ ଘର ବାଇସିଙ୍ଗା, ଫାର୍ମ ହାଉସ୍। ଆଜକୁ 10 ବର୍ଷ ହେଲା ଏଠି ଆମର ଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହେଇଛି। ତ ମୁଁ ଚିନ୍ତା କରିଛି ଆଗାମୀ ଦିନରେ ଆହୁରି ପ୍ରସିଦ୍ଧ କରିବା ପାଇଁ। ବାଇସିଙ୍ଗା ଲୋକଙ୍କର ସାହାଯ୍ୟ ସହଯୋଗରେ ଯାତ୍ରା ଚାଲିଛି। ଚାନ୍ଦା ଯଦି ଆମେ ଯାତ୍ରା କରୁଛୁ, ଆମର ଯେମିତି କାହାକୁ ଡିମାଣ୍ଡ କରି ମଧ୍ୟ ଏପର୍ଯ୍ୟନ୍ତ ଆମେ ଯାତ୍ରା କରୁଛୁ। ତ ମୁଁ କହିବାକୁ ଚାହୁଁଛି ଯଦି ସରକାରଙ୍କର ଘରୁ ଆଉ କିଛି ସୁବିଧାଟେ ମିଳନ୍ତା, ମୁଁ ଭାବୁଛି ଯେ ଆମେ ବିଶ୍ୱ ପରିଚୟ? ମୁଁ ତ୍ରିଲୋଚନ ସାହୁ, ପୂର୍ବତନ ସରପଞ୍ଚ ବାଇସିଙ୍ଗା ଗ୍ରାମ ପଞ୍ଚାୟତ। ଏଇ ଯୋଉ ଛେଳିଆ ମହାପାଠ ମାଙ୍କର ପୂଜା ଚାଲିଛି, ଏ ଆବାହନ କାଳରୁ ଥିଲେ, କିନ୍ତୁ ଆମ ଯୁବପିଢ଼ି ଏଇ 9 ବର୍ଷ ତଳେ ଏଇ ଯୋଉ ଯାତ୍ରାଟାକୁ ଆରମ୍ଭ କରିଛନ୍ତି। ବାଇସିଙ୍ଗା ପଞ୍ଚାୟତର ବାଇସିଙ୍ଗା ଗ୍ରାମ ଆଉ କାନପୁରା ପଞ୍ଚାୟତର ପଲ୍ଲୀସାନ୍ତ୍ରାପୁର ଗ୍ରାମ, ଏ ଦୁଇ ଗାଁର ଯୁବକ ଗୋଷ୍ଠୀ, ବୟସ୍କ ଗୋଷ୍ଠୀ ଏସବୁ ମିଶିକି ଯାତ୍ରାକୁ 9 ବର୍ଷ ହେଲା ଚଲାଉଛନ୍ତି। ଆସ୍ତେ ଆସ୍ତେ ବର୍ଷକୁ ବର୍ଷ ଯାତ୍ରା ଆଗେଇ ଚାଲିଛି। ଯାତ୍ରା ଯୋଉ ଧରଣର ଆଗେଇ ଚାଲିଛି, ଏଇ ପଲ୍ଲୀସାନ୍ତ୍ରାପୁର ବାଇସିଙ୍ଗା ଗାଁର ଏ ଯୁବକ ଏ ଲୋକ ମିଶି କିଛି କିଛି ଚାନ୍ଦା ଦେଇ କରୁଛନ୍ତି। ଏଇଠିକି 10-15 ଖଣ୍ଡ ଗାଁର ଲୋକ ଆଜି ସମାଗମ ହେଇଛନ୍ତି। ଆମେ ଆଗକୁ ଆଶା କରୁଛୁ ଏ ଯାତ୍ରା ଆହୁରି ବହୁତ ବଡ଼ ଆକାର ଧାରଣ କରିବ। ଏ ଧାରଣ ଯଦି ସରକାର ତରଫରୁ କିଛି ଆମକୁ ଅନୁଦାନ ମିଳନ୍ତା, ସରକାର ତରଫରୁ କିଛି ସାହାଯ୍ୟ ମିଳନ୍ତା, ତାହେଲେ ଯାତ୍ରାଟା ମୁଁ ଭାବୁଛି ଓଡ଼ିଶା ପ୍ରସିଦ୍ଧ ବି ହେଇଯିବ। ଏ ବି କିଛି ସମ୍ଭବ ନାହିଁ।